मूर्ख मनीष डाणी मानक पर की विश्वास रे ସେଇଠୁ ଗୁରି ଡାହାଣୀ କହିଲା ଆମର ଭଉଣୀ ଆଜି ଏକା ସାଙ୍ଗରେ ଏତେ ମାଂସ ମିଳିବ ଖାଇବାକୁ ଆଜି ତ ପୁରା ମଜା ହବ। ଡାହାଣୀ ମାନେ ଯେମିତି ଲୋକଙ୍କ ଆଡ଼କୁ ମାଡ଼ି ମାଡ଼ି ଆସିଲେ ଠିକ୍ ସେଇ ସମୟରେ ପଣ୍ଡିତ ଆସି ପହଞ୍ଚି ଗଲେ। ଆରେ ଡାହାଣୀ ମାନେ ଆମେ ତ ଭାବୁଥିଲୁ କୋଉ ପଶୁ ଏ କାମ କରୁଛି। ଆଗରୁ ଯଦି ଆମେ ଜାଣିଥାନ୍ତୁ ତମକୁ ତାହେଲେ ମଜା ଚଖେଇ ସାରନ୍ତୁଣି। ଏତିକି କହି ପଣ୍ଡିତ ଗୋଟେ ବୋତଲରେ 2 ଜଣ ଡାହାଣୀକି ଭର୍ତ୍ତି କରିଦେଲେ। अरे देख तमे माने ये बोतल को नहीं मंदिर तले पोती दियो तेमी जे डाणी माने बाहरी परिबेनी नियो। ସେମାନେ ସବୁ ସେଇଆ ହିଁ କଲେ। ବଡ଼ ଡାହାଣୀକୁ ଯେତେବେଳେ ଏ କଥା ଜଣା ପଡ଼ିଲା ସେ କହିଲା ମୁଁ ଏମାନଙ୍କୁ କହିଥିଲି ମଣିଷ ମାନଙ୍କ ସାଙ୍ଗରେ କେବେ ପଙ୍ଗା ଲବନି କି ତାଙ୍କ ସାମ୍ନାକୁ ଯିବନି, ହେଲେ ଏମାନେ ମାନିଲେନି। ନାମ ନେଲେ, ମୋ କଥା ନ ମାନିବାର ଫଳ ସେମାନେ ଭୋଗିଲେ। ଯାହା ତାଙ୍କ ଭାଗ୍ୟରେ ଥିଲା ତାଙ୍କୁ ମିଳିଲା।